ବାସନ୍ତୀ ପାଠାଗାର ବାସନ୍ତୀ ପାଠାଗାରର 39ତମ ବାର୍ଷିକ ଉତ୍ସବ। ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର 39ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ରାଉରକେଲାରେ। ପାଠାଗାରର ସଭାପତି ଡକ୍ଟର ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ୱ ତଥା କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ଚାମ୍ବର ଅଫ୍ କମର୍ସର ପ୍ରାକ୍ତନ ସଭାପତି ସୁନୀଲ କାୟଲ, ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ସମର ମୁଦାଲି ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ପାଠାଗାରର ସାହିତ୍ୟ ପ୍ରତି ପ୍ରତିବଦ୍ଧତା, ସାମାଜିକ ଦାୟିତ୍ୱବୋଧ, ସାଂସ୍କୃତିକ କାର୍ଯ୍ୟକ୍ରମର ସଫଳ ଜୟଯାତ୍ରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଏକ ଅନନ୍ୟ ଜାଗରଣ ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ଦେଇଥିଲେ। ନିଜ ପାଇଁ ବଞ୍ଚୁଥିବା ମଣିଷ ମଣିଷ ନୁହେଁ, ଅନ୍ୟମାନଙ୍କ ପାଇଁ ବଞ୍ଚୁଥିବା ଲୋକ ସବୁବେଳେ ସମାଜରେ ନମସ୍ୟ ହୋଇ ରହିଥାଏ ବୋଲି ସେ କହିଥିଲେ। ଏହି ଅବସରରେ ଅତିଥିମାନେ ପାଠାଗାରର ବାର୍ଷିକ ମୁଖପତ୍ର ସ୍ମରଣିକାକୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଚଳିତ ବର୍ଷ କ୍ରୀଡ଼ାବିତ ପ୍ରତୀକ ମହାରଣାଙ୍କୁ ସୁରେଶ ପଣ୍ଡା ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପୁରସ୍କାର ପ୍ରଦାନ କରିଥିବା ରୀତା ପଣ୍ଡା ଉପସ୍ଥିତ ଥିଲେ। ସୁଭାଷିନୀ ସାହୁ ମାନପତ୍ର ପାଠ କରିଥିଲେ। ପ୍ରାରମ୍ଭରେ ସଭାପତି ଡକ୍ଟର ସାମନ୍ତରାୟ ସଭାପତିତ୍ୱ ଅଭିଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପାଦକ ଶ୍ରୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସେହିପରି କ୍ରୀଡ଼ା ସହ ଜଡ଼ିତ ଥିବା ଶିବ ବିଶ୍ୱାଳଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଉପସଭାପତି ବିଭୁଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ରୁଦ୍ରାକ୍ଷ କଳା ସଙ୍ଗମ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଗଦାଧର ରଥ, ପ୍ରକାଶ ପାଢ଼ୀ, ଶରତଚନ୍ଦ୍ର ରାଉତ, କୁଳମଣି ଦାସ, ଗଗନାନନ୍ଦ ପ୍ରଧାନ, ବିକାଶ ବାନାର୍ଜୀ ଓ ପାଠାଗାରର ସମସ୍ତ ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଦେଖନ୍ତୁ ତାରି ଭିଜୁଆଲ। ବାସନ୍ତୀ ପାଠାଗାର ବାର୍ଷିକ ଉତ୍ସବ। ବାସନ୍ତୀ ପାଠାଗାର ଏକ ଯେଉଁ ବ୍ୟକ୍ତିତ୍ୱମାନଙ୍କୁ ନେଇ ଗଢ଼ି ଉଠିଛି ଏବଂ କେବଳ ଛେଳି ନୁହେଁ, ରାଉରକେଲାରେ ନିଜ ପରିଚୟ ତିଆରି କରିଛି। ବାର୍ଷିକ ଉତ୍ସବରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା, ଯାହା ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରାକୁ ନେଇ ଜଡ଼ିତ, ସେହିଭଳି ପ୍ରତିଯୋଗିତା କରିଥିଲେ। ଆମର ପ୍ରଫେସର ସମର ମୁଦାଲି ଏବଂ ସୁନୀଲ କାୟଲ, ଚାମ୍ବର ଏକ୍ସ ପ୍ରେସିଡେଣ୍ଟ, ଅତିଥି ସେ ଯୋଗ ଦେଇଥିଲେ। ଏବଂ ବାସନ୍ତୀ ପାଠାଗାର କିଛି ଦିନ ତଳେ ମୁଁ ଆସିଥିଲି, ଗୋଟେ ଶିଶୁ ସାହିତ୍ୟ ଆସର ମୋତେ ବହୁତ ଭଲ ଲାଗିଥିଲା ଏବଂ ଉଦିତନଗର ହାଇସ୍କୁଲର ହେଡ଼ମିଷ୍ଟ୍ରେସ୍ ଆସିଥିଲେ ସେଠିକି। ଏବଂ ସେଇ ଯେଉଁ ପରିବେଶ ହେଇଥିଲା, ସେ ପରିବେଶରେ ଭଲ ଲାଗିଲା। ମାଆ ମାନେ ପିଲାମାନଙ୍କୁ ନେଇ ଆସିଥିଲେ। ପିଲାମାନଙ୍କ ଭିତରେ ଓଡ଼ିଆ ଭାଷା, ସାହିତ୍ୟ ପ୍ରତି ରୁଚି ଏବଂ ତାଙ୍କ ଭିତରେ ସାହିତ୍ୟ ଆସର ନିହାତି ଭାବରେ ଏକ ନିଆରା କାର୍ଯ୍ୟକ୍ରମ ଯାହା ବାସନ୍ତୀ ପାଠାଗାର ନେଇଥିଲା। ବାସନ୍ତୀ ପାଠାଗାରକୁ ଅନେକ ଅନେକ ଶୁଭେଚ୍ଛା। ଅନେକ କାର୍ଯ୍ୟକ୍ରମ ଚାଲିଛି। ବାସନ୍ତୀ ପାଠାଗାର ଆହୁରି ଆଗକୁ ଯାଉ ଏବଂ ଆମ ଭାଷା ସଂସ୍କୃତିକୁ ଉଜ୍ଜୀବିତ କରି ରଖୁ, ଏତିକି ଜଗନ୍ନାଥଙ୍କୁ ପ୍ରାର୍ଥନା। ଧନ୍ୟବାଦ। ବ୍ୟୁରୋ ନ୍ୟୁଜ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।